ପଖାଳ ଦିବସ ଦିନ ମୁଁ ଏଡେ ବଡ କାଣ୍ଡଟା ଯୋଉ କଲି ସ୍ୱାମୀ ମତେ ରାଗିକି ବହେ ଧୋଇଲେ। ତ ମୋ ପ୍ରିୟର ବନ୍ଧୁଗଣ, ପଖାଳ ଦିବସର ଢେର ସାରା ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଉ ମୋ ମତରେ ପଖାଳ ଖାଉ ଆଉ ପତଳା ଝାଡାରୁ ମୁକ୍ତି ପାଉ। ତ ଆଜିର ଏଇ ପଖାଳ ଦିବସର ଟହଲିଆ ହେଲି ମୁଁ, ଆଉ କର୍ତ୍ତା ଧର୍ତ୍ତା ଦୈବ ବିଧାତା ସବୁ କିଛି ହେଲେ ମୋ ଶାଶୁ ମା। ଆଉ ପ୍ରାୟତଃ ସବୁ ଘରେ ରୋଷେଇ କଲା ବେଳେ ଶାଶୁ ବୋହୂ ଜୋରସୋରରେ ଝଗଡା ଲାଗନ୍ତି। ସେଥିପାଇଁ ତ ଆମେ ଦୁଇ ଜଣ ଗୋଟେ ନୁସ୍କା ବାହାର କରିଛୁ। ମାନେ ପ୍ରଥମରୁ ଯୋଉ ଟହଲିଆ ଶବ୍ଦଟା କହିଥିଲି ସେଇଟା କେବେ କେବେ ମାମାଙ୍କ ପାଇଁ ମୁଁ ହେଇଯାଏ, ଆଉ ମାମା କେବେ କେବେ ମୋ ପାଇଁ ହେଇଯାଏ। ମାନେ ଏଇଠି ଗୋଟେ ଛୋଟିଆ କଥାଟା ହିଁ ଅଛି, ଜଷ୍ଟ ଅଣ୍ଡରଷ୍ଟାଣ୍ଡିଂ। ମାନେ କୌଣସି ବି କାମ ଛୋଟ କି ବଡ ହେଇନଥାଏ। ଯଦି ବୋହୂଟା ହେଇକି ସେ ମୋ ପାଇଁ କରିପାରିଲା, ଶାଶୁଟା ହେଇକି ମୁଁ କାହିଁକି କରିପାରିବିନି? ବାସ୍ ଏତିକି କଥାକୁ ବୁଝିକିନା ଆମେ ଶାଶୁ ବୋହୂ ଆଗେଇ ଚାଲିଛୁ ଆମ କର୍ମ ପଥରେ। ଆରେ ଶୁଣ 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 ସମସ୍ତେ ଶୁଣ, ଆଜି ଆମର ଏ ଦାସ ଘରର ବୋହୂ କ୍ଷୀର ଡେକ୍ଚି ବସେଇକି ଗ୍ୟାସ ବନ୍ଦ କରିବାକୁ ଭୁଲି ହିଁ ଯାଇଥିଲେ। ସେଥିପାଇଁ ଡେକ୍ଚିଟି ଆଂଶିକ ଜଳି ଯାଇଥିଲା। ଆଉ ଯେହେତୁ ଡେକ୍ଚିଟାକୁ ରେଙ୍କାରେଙ୍କି କରିକି ମୁଁ ଖାଇବାରେ ବ୍ୟସ୍ତ ଥିଲି, ସ୍ୱାମୀ ଆସିକି ପଚାରିବାରୁ ମୁଁ ପୁରା ଡେକ୍ଚିଟା ଦେଖିଦେଲି। ଆଉ ତାପରେ ଯେ ମାଡ, ଏ ପ୍ରଭୁ, ଛେଚି ନେଇଗଲେ, ଗୋଟେ ମାଡ ତଳେ ପଡିଲାନି। ଆଉ ଭାବିଥିଲି ଆଜି ଭଳି ଦିନରେ ଆଉ ବିଲକୁଲ ବି କାଣ୍ଡ କରିବିନି, କିନ୍ତୁ ଭୁଲ ହଉଛି ମୋ ସଉତୁଣୀ ମତେ ବିଲକୁଲ ବି ଛାଡିକି ଯାଇନି, ଭାରି ଭଲ ପାଏ। ଆଉ ଯୋଉମାନେ ଆଜି ମୋର ଭିଡିଓଟିକୁ ନୂଆ ଦେଖୁଛନ୍ତି ସେମାନେ ଦୟାକରିକି ଚ୍ୟାନେଲଟାକୁ ସବସ୍କ୍ରାଇବ କରନ୍ତୁ। ଦେଲେ ମୁଁ ଆହୁରି ନୂଆ ନୂଆ ଢଙ୍ଗରେ କାଣ୍ଡ କୀର୍ତ୍ତନ ଆଣିବି ଆଉ ଆପଣମାନେ ଦେଖିକି ଏଣ୍ଟରଟେନ ହେବେ। ଆଉ ଯେହେତୁ ଏ ମାଛକା ଟକଟାକ କିନା ଫୁଟେ, ମାମା କହିଥିଲେ ଆକୁ ଢାଙ୍କି ଢାଙ୍କିନା ରାନ୍ଧିବୁ। ଢାଙ୍କି ତ ଦେଲି, ଆଉ ଢାଙ୍କୁଣୀ ହିଁ ଖୁଲୁନି। ଆଉ ଆପଣ ମାନେ ଗୋଟେ କଥା ଜାଣିଛନ୍ତି, ପଖାଳ ପସରା ପାଇଁ ଯେତେ ସବୁ ଆଇଟମ ହବାର ଥିଲା, ଭେଜ ଗୁଡା ମାମା କରିକି ପଳେଇଲେ, ଆଉ ନନଭେଜ ଟାକୁ ମୋ ମୁଣ୍ଡ ଉପରେ ଲଦି ଦେଇକି ପଳେଇଲେ। ଆଉ ହଁ, ଏଇ ଖରା ଦିନିଆ ଏଇ ରେସିପିଟା ପଖାଳ ସାଙ୍ଗରେ ଟିକେ ଖାଇବେ ତ ଓହୋ କି ନାଗିବ ଯେ ବଢିଆ। ଆଉ ଯେହେତୁ ଆଜି ପଖାଳ ପସରାଟା ହଉଛି, ଡାଇନିଂ ରେ ବସିକି ଖାଇଲେ ତା ମଜା ନାହିଁ। ତ ସେଇଥିପାଇଁ ଝାଡୁ ଖଣ୍ଡେ ଆଣିକି ଆଗେ ଝାଡୁ ମାରିଦେଲି, ତାପରେ ପଖାଳ ପସରାର ଭିଡିଓଟାକୁ ଏଣ୍ଡ କରିକି ବହି ଆଣିଲି ଏବେ ଖାଇବା ପାଇଁ। ଆଉ ଆଜିର ଏଇ ଫୁଲ ଡିଟେଲ୍ସ ଭିଡିଓ ଆପଣ ମାନଙ୍କୁ ମୋ ମାମାଙ୍କ ଚ୍ୟାନେଲ ଶାଶୁ ବୋହୂଙ୍କ ହାଣ୍ଡିଶାଳରେ ଦେଖିବାକୁ ମିଳିଯିବ। ଆଉ ଯେମିତି ବାପ ଘରେ କିଛି ବି ଜିନିଷ ହେଇଥାଉ, ମା ପ୍ରଥମେ ଟେଷ୍ଟ କରିବାକୁ ଝିଅକୁ ହିଁ ଦିଏ। ଆଉ ସେମିତି ଶାଶୁ ଘରେ ମାମା ଯାହା ବି ବନେଇଥାନ୍ତୁ ସେଇଟା ଆଣିକି ଆଗେ ମୋ ପାଟିରେ ଠୁସେଇ ଦିଅନ୍ତି, କେମିତି ଲାଗୁଛି ତୁ ଆଗେ କହ। ଆଉ ଆଜିର ଏଇ ପଖାଳ ଦିବସରେ ମୁଁ ଏତିକି କହିବି, ପଖାଳ ଖାଉ ସୁସ୍ଥ ରୁହ, ଆଉ ଏଇ ଶାଶୁ ବୋହୂ କଜିଆ କଳିରୁ ବହୁତ ଦୂରରେ ରୁହ।